ଡେଲାଙ୍ଗ ବ୍ଲକରେ ଅଯୋଗ୍ୟ ଏବଂ ମୃତ ବ୍ୟକ୍ତିଙ୍କୁ ମିଳୁଛି ରାସନ ଚାଉଳ। ଗରିବ ପରିବାରକୁ ମାଗଣା ରାସନ ଚାଉଳ ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଥିବା ବେଳେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ମିଳୁଛି ରାସନ ଚାଉଳ। ଏପଟେ ରାଜ୍ୟ ସରକାର ଯୋଗାଇଥିବା ରାସନ କାର୍ଡରେ ନାମ ଯୋଡ଼ି ହେଉଥିବା ବେଳେ କେନ୍ଦ୍ର ସରକାର ଦେଇଥିବା କାର୍ଡରେ ନାମ ଯୋଡ଼ି ହେଉନାହିଁ, ଯାହାକୁ ନେଇ ଜନସାଧାରଣମାନଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି। ଅପରପକ୍ଷରେ ଅଯୋଗ୍ୟ ହିତାଧିକାରୀମାନଙ୍କର ଲମ୍ବା ତାଲିକା ଥିବାବେଳେ ମୃତ୍ୟୁବରଣ କରିଥିବା ଲୋକଙ୍କ ନାଁରେ ମଧ୍ୟ ଉଠୁଛି ରାସନ ଚାଉଳ। ନୂତନ କାର୍ଡ ଆବେଦନ କରି ବର୍ଷ ବର୍ଷ ଧରି ଅପେକ୍ଷା କରିଛନ୍ତି ରାସନ କାର୍ଡ ଆବେଦନକାରୀ। ଡେଲାଙ୍ଗ ବ୍ଲକର ଖାଦ୍ୟ ଯୋଗାଣ ଅଧିକାରୀଙ୍କ ସହିତ ଡିଲରମାନଙ୍କ ମଧ୍ୟରେ ଥିବା ମଧୁ ଚନ୍ଦ୍ରିକା ପାଇଁ ଅଯୋଗ୍ୟ ହିତାଧିକାରୀମାନଙ୍କୁ ମିଳୁଛି ରାସନ ଚାଉଳ ଏବଂ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିବା ରାସନ ଚାଉଳ ପାଇପାରୁନାହାନ୍ତି ବୋଲି ରେଞ୍ଜ ପଞ୍ଚାୟତ ସରପଞ୍ଚ ହରିହର ସ୍ୱାଇଁ ଗଣମାଧ୍ୟମରେ କହିଛନ୍ତି। ପ୍ରଶାସନର ମୁଁ କହିବି ଏକମାତ୍ର ଦାୟୀ, କାହିଁକି ନା ପ୍ରଶାସନଙ୍କର ଆଉ କିଛି ଡିଲରମାନଙ୍କର ମଧୁର ଚନ୍ଦ୍ରିକା ସକାଶୁ କେବଳ ହିଁ ଏଭଳିଆ ଦୁର୍ନୀତିକି ଆମେ ସମସ୍ତେ ଦେଖୁଛେ। ଦେଖନ୍ତୁ, ପଞ୍ଚାୟତ ଲେବୁଲରେ ହାତ ନାହିଁ କହିଲେ ହେବନି। ଆମେ ତ ଯେଉଁ ସରପଞ୍ଚ ମାନେ ଅଛୁ ଏପର୍ଯ୍ୟନ୍ତ କୌଣସି ପିଡ଼ିଏସ୍ ବା ରାସନର କୌଣସି ପ୍ରକାର ହିସାବ ଆମ ପାଖରେ ନାହିଁ। ଯେବେ ବି ମଧ୍ୟ ଆମେ ଡେଲାଙ୍ଗ ବ୍ଲକର ଏମ୍ଆଇଙ୍କ ପାଖକୁ ଯାଉ କି କୌଣସି ଲୋକଙ୍କ ପାଖକୁ ଉଚ୍ଚ ଅଧିକାରୀମାନଙ୍କ ପାଖକୁ ଯାଉ, ୟା ଉପରେ କୌଣସି ତର୍ଜମା କରନ୍ତିନି, କେବଳ କଥାରେ କଥାରେ ଛାଡ଼ି ଦିଅନ୍ତି, କାର୍ଯ୍ୟ କରନ୍ତିନି। କାହିଁକିନା ତାଙ୍କ ଭିତରେ କ'ଣ ଯେ ସମ୍ପର୍କ ରହିଛି ଯେଉଁଟାକି ଆଜି ପର୍ଯ୍ୟନ୍ତ ଜନସାଧାରଣ ଆମେ ତ ଜାଣିପାରୁନୁ, ଜନସାଧାରଣ କଥା କ'ଣ କରିବା। ମୁଁ ଏହି ସାମ୍ବାଦିକ ମାଧ୍ୟମ ମାନଙ୍କ ଆଗରେ କହିବାକୁ ଚାହୁଁଛି ବା ଅନୁରୋଧ କରୁଛି, ଏ କଥାକୁ କେନ୍ଦ୍ର ସ୍ତରରେ ମଧ୍ୟ ପହଞ୍ଚିବା ଦରକାର ଯେ ବହୁତ ହିତାଧିକାରୀ ଯେଉଁମାନଙ୍କ ନାଁ ମରିଗଲା ପରେ ବି ମଧ୍ୟ ତାଙ୍କ ବେନିଫିସିଆରୀମାନଙ୍କୁ ମିଳୁନି, ଏସବୁ ଏବଂ ଅଫିସର ଆଉ ଡିଲର ଏଇମାନଙ୍କ ମଧ୍ୟରେ ତାଙ୍କର ମଧୁଚନ୍ଦ୍ରିକା ସକାଶୁ ଏ ଚାଉଳ ସବୁ ହଡ଼ପ କରି ଖାଉଛନ୍ତି। ଯଦି କିଏ ତା'ର ପ୍ରତିବାଦ ସୃଷ୍ଟି କରୁଛି ତାହେଲେ ତା ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ସେ ଆଇନଗତ ହେଉ ବା ବେଆଇନଗତ ହେଉ।